ରାଉରକେଲାରେ ଅବକାରୀ ଚଢ଼ାଉ 5 ଆସାମୀ କୋର୍ଟ ଚାଲାଣ। ଗତ 13 ତାରିଖରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ମହୁଲି ମଦ, ମହୁଲ ଫୁଲ, ଗୁଡ଼ ଜବତ କରାଯାଇଥିବା ବେଳେ ଏକ୍ସାଇଜ ବିଭାଗ ପକ୍ଷରୁ 5 ଜଣ ଆସାମୀଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି। ଏ ବାବଦରେ ମୋଟ 6 ଗୋଟି କେସ୍ କରାଯାଇଥିବା ବେଳେ ସହରର ଟାଇଁସର ପାନପୋଷ ଅଞ୍ଚଳରେ ଏହି ଚଢ଼ାଉ କରିଥିଲା ରାଉରକେଲା ଅବକାରୀ। ମୋଟ 109 ଲିଟର ବେଆଇନ ମହୁଲି ମଦ, ଫୁଲ 2100 କିଲୋଗ୍ରାମ, ଗୁଡ଼ 390 କିଲୋଗ୍ରାମ ଓ ଗୋଟିଏ ସ୍କୁଟିକୁ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଚାରି ମିଞ୍ଜ, ପୁକିଲ ମିଞ୍ଜ, ରଞ୍ଜିତା ଖେସ, ବିଷ୍ଣୁ ମାହାତୋ, ଅଶୋକ କୁମାର ଯାଦବ ବୋଲି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଚଢ଼ାଉରେ ଏକ୍ସାଇଜ ଇନ୍ସପେକ୍ଟର ଶ୍ରୀ ମୋହନ ପ୍ରଧାନ ଓ ଇନ୍ସପେକ୍ଟର ହେମନ୍ତ ମହାନନ୍ଦିଆ, ଏଏସ୍ଆଇ ବିନୋଦିନୀ ବେହେରା, ବିଦ୍ୟୁତ ଭୂଷଣ ଦାସ, ଆଲୋକ ପ୍ରଧାନ ଓ ଯୁବରାଜ ବାଗ, ହେମମଞ୍ଜରୀ ବିଶ୍ୱାଳ, ଗୋବର୍ଦ୍ଧନ ବିଶି, ଆୟେଶା ମିଞ୍ଜ, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ନବୀନ ଭୂୟାଁ, ପ୍ରଦୀପ ଲୁଗୁନ, ବବଲୁ ସ୍ୱାଇଁ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ଟେରେସା ବାର୍ଲା, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ ଆଦି ସାମିଲ ହୋଇଥିଲେ। ଦେଖନ୍ତୁ ସେହି ଭିଡ଼ିଓଟିକୁ। ବ୍ୟୁରୋ ନ୍ୟୁଜ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।